ଦୁଷ୍ଟ ଚିକୁ ମାଙ୍କଡ଼ଟି ବୃଦ୍ଧ କଇଁଚକୁ ପରିହାସ କଲା। ବୃଦ୍ଧ କଇଁଚ କହିଲା, ଡିଆଁକୁଦା ମାରିବା ଛଡ଼ା ଦୁନିଆରେ ଆହୁରି କେତେ କାମ ଅଛି। ଭଲ ଜ୍ଞାନ ଆହରଣ କରିବାକୁ ଚେଷ୍ଟା କର। କିନ୍ତୁ ଚିକୁ ମାଙ୍କଡ଼ କହିଲା, ଆଚ୍ଛା, ତମେ ମୋତେ ଏତେ ଉପଦେଶ ଦେଉଛ, ଚାଲ ପରୀକ୍ଷା କରିବା, ମୁଁ ଠିକ୍ ନା ତୁମ ଉପଦେଶ ଠିକ୍। ଆସନ୍ତୁ ଶୁଣିବା ଚିକୁ ମାଙ୍କଡ଼ ଆଉ ବୃଦ୍ଧ କଇଁଚର ସୁନ୍ଦର କାହାଣୀ। ଅନେକ ବର୍ଷ ତଳର କଥା। ଗୋଟିଏ ଜଙ୍ଗଲରେ ଚିକୁ ନାମରେ ଗୋଟିଏ ମାଙ୍କଡ଼ ରହୁଥିଲା। ସେ ଭାରି ଦୁଷ୍ଟ ଥିଲା। ତାର ଖଳ ପ୍ରକୃତି ଯୋଗୁଁ କେହି ତାକୁ ଭଲ ପାଉନଥିଲେ। ଚିକୁ ଅନ୍ୟମାନଙ୍କୁ ଉପହାସ କରେ, ସମସ୍ତଙ୍କ ଜିନିଷ ଛଡ଼ାଇ ଖାଇଦିଏ। ତାର ସାଥୀମାନେ ତାକୁ କେତେ ବୁଝାନ୍ତି, ଚିକୁ, ଏପରି ବ୍ୟବହାର କରିବା ଠିକ୍ ନୁହେଁ। ଦୟାଳୁ ହୁଅ, ନହେଲେ ଦିନେ ନା ଦିନେ ସେଥିପାଇଁ ତୁମକୁ ପଶ୍ଚାତାପ କରିବାକୁ ହେବ। କିନ୍ତୁ ଚିକୁ କାହିଁକି ବା ଶୁଣିବ? ଏ କାନରେ ପୁରାଇ ସେ କାନରେ ବାହାର କରିଦିଏ। ସେ ନିଜକୁ ବହୁତ ଚତୁର ଭାବେ। ଦିନେ ବୁଢ଼ା କଇଁଚଟିଏ ଜଙ୍ଗଲ ରାସ୍ତା ଦେଇ ଯାଉଥାଏ। କଇଁଚଟି ବହୁତ ସରଳ ଆଉ ଶାନ୍ତ ସ୍ୱଭାବର ଥିଲା। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସେ ତାର ମନ୍ଥର ଗତିରେ ଆଗେଇ ଚାଲିଥାଏ। ସେହି ସମୟରେ ଚିକୁ ରାସ୍ତା ପାଖରେ ଥିବା ଗଛ ଡାଳରୁ ଡିଆଁ ମାରୁଥାଏ। ସେ କଇଁଚକୁ ଦେଖି ତା ପାଖରେ ଆସି ଠିଆ ହେଲା। ତାକୁ ପରିହାସ କଲା। କିନ୍ତୁ କଇଁଚ କିଛି ନ କହି ତା ବାଟରେ ଆଗେଇ ଚାଲିଲା। ହେଲେ ଚିକୁ ଛାଡ଼ିବା ବାଲା ନୁହେଁ। ପୁଣି ଡିଆଁ ମାରି କଇଁଚ ଆଗରେ ଠିଆ ହେଲା। କହିଲା, ଆରେ ଆରେ, ତୁମେ ତ ଏତେ ଧୀରେ ଧୀରେ ଚାଲୁଛ, ତୁମେ କ'ଣ ମୋ ଭଳି ଧାଇଁ ପାରିବ? ଏମିତି ଅନେକ କଥା କହି ଉପହାସ କଲା। ବୃଦ୍ଧ କଇଁଚଟି କହିଲା, ତୀବ୍ର ଗତିରେ ଦୌଡ଼ିବା ବା ଡିଆଁ ମାରିବା ସବୁ କିଛି ନୁହେଁ। ଏମିତି ଡିଆଁକୁଦା ମାରିବା ଛଡ଼ା ଆହୁରି ଅନେକ କିଛି କାମ ଅଛି। ଯାଅ, ଭଲ ଜ୍ଞାନ ଆହରଣ କରିବାକୁ ଚେଷ୍ଟା କର। ମାଙ୍କଡ଼ କହିଲା, ଆଚ୍ଛା, ତମେ ମୋତେ ଏତେ ଉପଦେଶ ଦେଉଛ, ଚାଲ ପରୀକ୍ଷା କରିବା, ମୁଁ ଠିକ୍ ନା ତୁମ ଉପଦେଶ ଠିକ୍। ଚାଲ ଦୁହେଁ ଦୌଡ଼ ଲଗେଇବା। ଜଙ୍ଗଲ ଅନ୍ୟ ପାଖରେ ଥିବା ଟୁଙ୍ଗୁରୀ ପାହାଡ଼ ପାଖରେ ଆଗ ଯିଏ ପହଞ୍ଚିବ, ସେ ହିଁ ଜିତିବ। କଇଁଚ ମାଙ୍କଡ଼ କଥାରେ ରାଜି ହେଲା। ତାପରେ ଚିକୁ ସଂକ୍ଷିପ୍ତ ପଥକୁ ଚୟନ କରି ଦୌଡ଼ ମାରିଲା। ଯେଉଁ ପଥ ଦେଇ ସେ କେବେ ଯାଇନଥିଲା। ସେହି ଅଜଣା ପଥ କଣ୍ଟା ଗଛ ଆଉ ପଥୁରିଆ ଜାଗା ଥିଲା। ଚିକୁ ବାଟରେ ଗଲାବେଳେ ତା ଦେହରେ କଣ୍ଟା ଲାଗି ଶରୀର କ୍ଷତ ହୋଇ ରକ୍ତ ବାହାରିଲା। ବଡ଼ ବଡ଼ ଗଛର ଡାଳରେ ତାର ମୁଣ୍ଡ ବାଜିବାରୁ ରକ୍ତାକ୍ତ ହେଲା। ଅଜଣା ପଥ ଯେତେ କଠିନ ଥିଲା, ସେତିକି ବିପଦଜନକ ଥିଲା। କଇଁଚ କିନ୍ତୁ ତାର ମନ୍ଥର ଗତିରେ ତାର ବୁଦ୍ଧିକୁ ଉପଯୋଗ କରି ସଠିକ୍ ପଥରେ ଆଗେଇ ଗଲା। ତାକୁ ସମୟ ଲାଗିଲା, କିନ୍ତୁ ସେ ଆରାମରେ ଚିକୁଠାରୁ ଆଗ ଯାଇ ଟୁଙ୍ଗୁରୀ ପାହାଡ଼ ପାଖରେ ପହଞ୍ଚିଗଲା। ଚିକୁ ବହୁତ ସମୟ ପରେ କ୍ଳାନ୍ତ ଆଉ ଖଣ୍ଡିଆ ଖାବରା ହୋଇ ସେଠାରେ ପହଞ୍ଚିଲା। ସେ ବିଶ୍ୱାସ କରିପାରିଲା ନାହିଁ ଯେ ଏତେ ମନ୍ଥର ଗତିରେ ଚାଲୁଥିବା ପ୍ରାଣୀଠାରୁ ସେ ହାରିଯାଇଛି। ସେ ବୁଝିପାରିଲା, ଜିତିବା ପାଇଁ ସଠିକ୍ ଯୋଜନା ଆଉ ବୁଦ୍ଧି ଦରକାର। ଏଭଳି ବିନା ଭାବିଚିନ୍ତି ଡେଇଁ ପଡ଼ିବା ଦ୍ୱାରା କାର୍ଯ୍ୟ ସିଦ୍ଧି ହୁଏ ନାହିଁ। ଚିକୁ କ୍ଳାନ୍ତ ଆଉ ଖଣ୍ଡିଆ ଖାବରା ହୋଇଥିବାରୁ ଚେତା ହରାଇ ପଡ଼ିଗଲା। କଇଁଚ ତାର ଯତ୍ନ ନେଲା, ତାକୁ ପାଣି ପିଆଇଲା ଆଉ ଖାଦ୍ୟ ଦେଲା। କଇଁଚର ସେବାରେ ଚିକୁ ମାଙ୍କଡ଼ଟି ସୁସ୍ଥ ହୋଇଗଲା। ସେ ତାର ଦୁଷ୍ଟାମି ପାଇଁ ସବୁ ଜୀବମାନଙ୍କୁ କ୍ଷମା ମାଗିଲା। ସେହି ଦିନଠାରୁ ଦୁଷ୍ଟାମି ଛାଡ଼ି ସେ ସମସ୍ତଙ୍କ ସହିତ ମିଳିମିଶି ଖୁସିରେ ରହିଲା।